ବର୍ତ୍ତମାନ ଢେଙ୍କାନାଳ ଜିଲ୍ଲା ଗୃହରକ୍ଷୀ ମୁଖ୍ୟ କାର୍ଯ୍ୟାଳୟ ତରଫରୁ ଆପଣଙ୍କର ରିଟିନ୍ ଏକ୍ଜାମ୍ ପାଇଁ ଅପଡେଟ୍ ଆସିସାରିଛି। ଦେନ୍ ଏଠାରେ ଆପଣଙ୍କର ରିଟିନ୍ ଏକ୍ଜାମ୍ 13/6/2025ରେ ଆପଣଙ୍କର କଣ୍ଡକ୍ଟ କରାଯିବ। ଦେନ୍ ଏଠାରେ ଗୃହରକ୍ଷୀ ବିଭାଗ ତରଫରୁ ଆଦେଶ ଦିଆହେଇଛି କି ଆପଣ 13/6/2025 ସକାଳ 6ଟା ସୁଦ୍ଧା ରିଜର୍ଭ ପୋଲିସ କାର୍ଯ୍ୟାଳୟ ଖମାରସାହି ଢେଙ୍କାନାଳରେ ଆପଣ ରିପୋର୍ଟ କରିବେ। ଆପଣ ଯଦି 6ଟା ପରେ ଏଠାରେ ପ୍ରବେଶ କରୁଛନ୍ତି ଦେନ୍ ଆପଣଙ୍କୁ ଏଠାରେ ଅନୁମତି ଦିଆଯିବ ନାହିଁ। ଓ ଏଠାରେ ଆପଣ ରିପୋର୍ଟ ଏରିଆକୁ ଆଉଥରେ ଜାଣି ରଖନ୍ତୁ, ରିଜର୍ଭ ପୋଲିସ କାର୍ଯ୍ୟାଳୟ ଖମାରସାହି ଢେଙ୍କାନାଳ ଠାରେ ଆପଣ ରିପୋର୍ଟ କରିବାକୁ ପଡ଼ିବ। ଦେନ୍ ଏଠାରେ ଆପଣଙ୍କର ଲିଖିତ ପରୀକ୍ଷା ହେବ। ଦେନ୍ ଏଠାରେ ଆପଣଙ୍କୁ 45 ମିନିଟ୍ର ଟାଇମ୍ କ୍ରାଇଟେରିଆ ଦିଆଯିବ। ଦେନ୍ ଆପଣ ଏଠାରେ 45 ମିନିଟ୍ ଭିତରେ ଏଠାରେ ରିଟିନ୍ ଏକ୍ଜାମ୍ ଦେବେ। ଦେନ୍ ଏଠାରେ ଜିଲ୍ଲା ହୋମଗାର୍ଡ ତରଫରୁ କିଛି ଜିନିଷ ନିଜେ ଆଣିବା ପାଇଁ ଏଠାରେ ଅନୁରୋଧ କରାଯାଇଛି, ଯେପରିକି ଆପଣଙ୍କର ଲେଖାପଟି ବା କାର୍ଡବୋର୍ଡ ଯେଉଁଥିରେ ଆପଣ ଏକ୍ଜାମ୍ ଦେବେ। ଦେନ୍ 2ଟି ପାସପୋର୍ଟ ସାଇଜ୍ର କଲର୍ ଫଟୋଗ୍ରାଫ୍ସ। ଦେନ୍ ଏଠାରେ ଆପଣଙ୍କର ଆଧାର କାର୍ଡ଼ର ଗୋଟେ ଜେରକ୍ସ ଓ ସେଥିରେ ଆପଣ ନିଜ ଏକନଲେଜମେଣ୍ଟ ନମ୍ବରଟି ଏଠାରେ ଲେଖିବେ, ଯାହାକି ଆପଣ ଆବେଦନ କଲା ପରେ ଆପଣଙ୍କୁ ଦିଆଯାଇଥିବ। ଦେନ୍ ଏହା ଥିଲା ଢେଙ୍କାନାଳ ଜିଲ୍ଲା ଗୃହରକ୍ଷୀ ତରଫରୁ ଆସିଥିବା ଅପଡେଟ୍ଟି। ଓ ଯଦି ଆପଣଙ୍କୁ ଏହି ନୋଟିସଟି ଦରକାର, ଏହା ଆମ ଟେଲିଗ୍ରାମ ଚ୍ୟାନେଲରୁ ଆପଣ ପାଇଯିବେ। ଦେନ୍ ଟେଲିଗ୍ରାମ ଚ୍ୟାନେଲର ଲିଙ୍କଟି ଏ ଭିଡ଼ିଓର ଡିସ୍କ୍ରିପସନ୍ ଓ ଆମ ଚ୍ୟାନେଲର ଏବାଉଟ୍ ସେକ୍ସନରେ ରହିଛି। ତ ଆଜିର ଭିଡ଼ିଓ ଆପଣଙ୍କୁ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଯଦି ଭିଡ଼ିଓ ପସନ୍ଦ ଆସିଛି ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ ଏହିପରି ଜବ୍ ରିଲେଟେଡ୍ ଇନଫର୍ମେସନ୍ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ଟିକୁ ଟର୍ନ ଅନ୍ କରି ରଖନ୍ତୁ।